ଜୟ ଜଗନ୍ନାଥ। ଆମ୍ଭେମାନେ ଅନେକ ସମୟରେ ଅନେକ ପ୍ରକାର ଚିନ୍ତା ଏବଂ ଚାପରେ ରହୁଛନ୍ତି। ସେଥିପାଇଁ ପ୍ରତ୍ୟେକ ନିଜ ନିଜ କର୍ମ ଏବଂ ଜୀବନ ମଧ୍ୟରେ ଚେଷ୍ଟା କରୁଥିଲେ ମଧ୍ୟ ଏଗୁଡ଼ିକୁ ଏଡ଼ାଇ ହେଉନାହିଁ। ବହୁତ ପ୍ରକାର ଆମେ ମେଡ଼ିସିନ୍ ତ ଖାଉଛନ୍ତି ଏବଂ ବହୁତ ପ୍ରକାର ଜ୍ଞାନର ଭିତରେ ଆମେ ବି ରହିଆସିଛନ୍ତି। କିନ୍ତୁ କ'ଣ କରିବା? ଯୁଗର ପ୍ରଭାବ, ସାମାଜିକ ବ୍ୟବସ୍ଥାର ପ୍ରଭାବ, ବନ୍ଧୁ ବାନ୍ଧବ, ପରିବାର, ବ୍ୟକ୍ତିଗତ ଜୀବନରେ ସମସ୍ତଙ୍କର ଅଲଗା ଅଲଗା। କେହି ଖରାପ ହେବାକୁ ଚାହୁଁନାହାନ୍ତି, କିନ୍ତୁ କାହିଁକି କେଜାଣି ପରିସ୍ଥିତି ସମସ୍ତଙ୍କୁ ଇଚ୍ଛା ନଥିଲେ ମଧ୍ୟ ଲୋକଙ୍କ ସାମ୍ନାରେ ଭୁଲ ପ୍ରମାଣିତ କରୁଛି ଜଣଙ୍କୁ। ଆମେ କ'ଣ ଏଥିପାଇଁ ନିରାଶ ହେଇ ଆମର ଏଇ ଜୀବନ କାଳକୁ ସାରିଦେବା, ନା କିଛି ଉପାୟ ଖୋଜି ଏମିତି ଯେମିତି ଆମ ପୂର୍ବପୁରୁଷମାନେ ଚାଲି ଯାଇଛନ୍ତି ଆମେ ବି ସେମିତି ଚାଲିଯିବା, କିନ୍ତୁ ଟିକେ ଭଲରେ ଚାଲିଯିବାଟା ଭଲ ହେବ। ତେଣୁ ମଣିଷର ସର୍ବପ୍ରଥମ ମଣିଷପଣିଆ ହେଉଛି ଭଲ ଜିନିଷଟିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଚେଷ୍ଟା କରିବା। ଇଏ ହେଉଛି ମଣିଷର ସର୍ବଶ୍ରେଷ୍ଠ ରତ୍ନ। ଯିଏ ବି ମୁଖ୍ୟମନ୍ତ୍ରୀ ହେଉ ସିଏ ବି ଦିନେ ମରିଯିବ। ଯିଏ ବି କୌଣସି ପ୍ରକାର ପଦପଦବୀର ଅଧିକାରୀ ହେଉ ସିଏ ବି ଦିନେ ଚାଲିଯିବ। ଏହା ସତ୍ୟ, କିନ୍ତୁ ତାକୁ ବାରମ୍ବାର ଅଭ୍ୟାସରେ ଏଇ ଜ୍ଞାନକୁ ପରିଣତ ନ କଲେ ଆମ ଭିତରେ ଯେଉଁ ଅବିବେକ ପଣିଆ ଅଛି, ଲୋଭ ପଣିଆ ଅଛି, ସେ ତାକୁ ମାଡ଼ି ବସିବ। ଯେତେ ବଡ଼ ଜ୍ଞାନୀ ବି ହେଉ, ଯେତେ ବଡ଼ ସାଧକ ବି ହେଉ। ତେଣୁ ଏହାର ଗୋଟିଏ ଛୋଟ ଜିନିଷ ମୁଁ ଆଜି ଆପଣଙ୍କ ପାଖରେ ରଖୁଛି। ପରବର୍ତ୍ତୀ ଅବସ୍ଥାରେ ଯଦି ସମୟ ସୁବିଧା ହେଲା ଆମେ ଏହାକୁ ବାରମ୍ବାର ଜ୍ଞାନ, ସାମାଜିକ ଏବଂ ମେଡ଼ିକାଲ ତଥ୍ୟ ଅନୁଯାୟୀ ଏହାକୁ ଆଲୋଚନା ଜାରି ରଖିବା। ବେଳେବେଳେ ଖୁବ୍ ସର୍ଟ 2-3 ମିନିଟ୍ ମଧ୍ୟରେ। ଆପଣ ଯେଉଁ ଅବସ୍ଥାରେ ଯେତେବେଳେ ବିରକ୍ତି ହୋଇଯାଉଛନ୍ତି, କି ଚିନ୍ତା ଆସୁଛି, କି ରାଗ ଆସୁଛି, କୌଣସି ବି ଲୋକ ହେଉ, ସେ ବ୍ଲଡ଼ ପ୍ରେସରର ଅଧୀନରେ ଥାଆନ୍ତୁ, ହାଇ ପ୍ରେସରରେ, ହାଇପର ଟେନସନରେ ଥାଆନ୍ତୁ, କିମ୍ବା ଡାଇବେଟିସ୍ ମେଲିଟସରେ ଥାଆନ୍ତୁ, ଯେଉଁଟାକ ଆମର କହୁଛନ୍ତି ମଧୁମେହ, କି ଆଙ୍ଗଜାଇଟିରେ ଥାଆନ୍ତୁ, କି ଡିପ୍ରେସନରେ ଥାଆନ୍ତୁ, କିମ୍ବା ଅନ୍ୟ କୌଣସି ପାଥୋଲୋଜିକାଲ ଡିଜିଜ୍ରେ ବି ଥାଆନ୍ତୁ, ଅଫିସ୍ ଭିତରେ ଥାଆନ୍ତୁ, ସେ ଯେତେବେଳେ ସମୟ ପାଉଛନ୍ତି, ଯଦି ଏମିତି ବି ସମୟ ନାହିଁ କୌଣସି ବାଥରୁମ୍ ଭିତରୁ ଚାଲିଯାଆନ୍ତୁ। ଆପଣ ଗୋଟିଏ ମାଇଣ୍ଡଫୁଲ୍ ମେଡ଼ିଟେସନ୍ କରନ୍ତୁ 2 ମିନିଟ୍ 3 ମିନିଟ୍। ମାଇଣ୍ଡଫୁଲ୍ ମେଡ଼ିଟେସନ୍ ଅର୍ଥ ଆପଣ କୌଣସି ଆଖି ବନ୍ଦ କରିବେ ନାହିଁ। କୌଣସି ଯଦି ପଦ୍ମାସନରେ ବସିବାକୁ ସୁବିଧା ନାହିଁ, କିଛି ବସିବା ଦରକାର ନାହିଁ। ଆପଣ ସିମ୍ପଲ୍ ଗୋଟେ କମନ୍ ଜିନିଷ ଯେଉଁ ଆମ ଶରୀରରେ ଘଟୁଛି, ଆପଣ ଦେଖିବେ 3 ମିନିଟ୍ ଭିତରେ ମୁଁ କେତେଥର ଇନ୍ସପିରେସନ୍ ନେଲି ଆଉ ଏକ୍ସପିରେସନ୍ କଲି। ଯେତିକି ସମୟ ଆପଣ ପାଉଛି, ଗୋଟେ ଅଫିସ୍କି ଯାଇଛନ୍ତି, ଆପଣଙ୍କର କାମ କାର୍ଯ୍ୟ ହେଉଛି, ମୁଁ ଗୋଟେ ଅତି ଲୋଏଷ୍ଟ କଥା କହୁଛି। ଆଉ ଯଦି ଆପଣଙ୍କ ତ ଘରେ ସୁବିଧା ଅଛି, କି ଆପଣ ଖାଇ ପିଇ ରେଷ୍ଟ ହେଇଛନ୍ତି, ତା ପାଇଁ ତ ଆହୁରି ଗୋଟେ ବିରାଟ ବଢ଼ିଆ ଜିନିଷ। କିନ୍ତୁ ଆପଣ ଯଦି କେଉଁଠି ରାସ୍ତାରେ ଯାଉଛନ୍ତି, କେଉଁଠି ଦେଖିଲେ ଗଛ ମୂଳେ ଆପଣଙ୍କୁ ଗୋଟେ ଭାରି ଟେନସନ୍ ହୋଇଗଲାଣି, କିଛି ଲାଗୁଛି, ଆଉ ଅସହ୍ୟ, ଆପଣ କାହାକୁ ମାରିବେ, ଧରିବେ କିମ୍ବା ଗୋଟେ କରିବେ, ସେତିକିବେଳେ ମୋର ଗୋଟିଏ ଛୋଟ ଓଡ଼ିଆ ଭାଇର ଅନୁରୋଧ ରଖିବେ। ଆପଣ ସିଧା ଠିଆ ହୋଇଯିବେ କିମ୍ବା ବସିବେ, ଯାହା ବି କରନ୍ତୁ, କି କୌଣସି ବାଥରୁମ୍ ପଳାଇବେ, ଯଦି ଅଫିସ୍ ଭିତରେ ଅଛନ୍ତି, ଆପଣ ଦେଖିବେ ମୁଁ କେତେଥର ନିଶ୍ୱାସଟା ଛାଡ଼ିଲି, ଆଉ କୌଣସି କଥା ମୁଣ୍ଡ ପୁରାଇବେନି, କେବଳ ଦେଖିବେ ନିଶ୍ୱାସଟା ଛାଡ଼ିଲି। ଆପଣ ଭାବିବେନି ଯେ ଏଇଟା କ'ଣ ସାଧାରଣ କଥା, ନିଶ୍ୱାସଟା ଛାଡ଼ିଲି ତ ଆକୁ ପୁଣି ଦେଖିବି କ'ଣ, ନାଇଁ, ଆପଣ କରନ୍ତୁ। ତାର ତ ବହୁତ କଥା ମେଡ଼ିକାଲ ଗ୍ରାଉଣ୍ଡର ରିଲେଟେଡ଼୍ ଅଛି, ସେଗୁଡ଼ା ତ ଏଠି ଡିସ୍କ୍ରିପସନ୍ କରିହେବନି। ଆପଣ କେବଳ ଦେଖିବେ ନିଶ୍ୱାସକୁ ଛାଡ଼ିବେ।
ଏବଂ ନିଶ୍ୱାସକୁ ନେବେ। ଏଇ ତିନିଟି ଜିନିଷ କରିବେ। ମୁଁ ନିଶ୍ୱାସ ଛାଡ଼ୁଛି, ମୁଁ ନିଶ୍ୱାସ ନେଉଛି। ଆଖି ଖୋଲି, ଆଖି ବନ୍ଦ କରିବା କିଛି ଦରକାର ନାହିଁ। ନିଶ୍ୱାସ ଛାଡ଼ୁଛି, ନିଶ୍ୱାସ ନେଉଛି। ଆକୁ ଆପଣ 4 ମିନିଟ୍ 3 ମିନିଟ୍ କରନ୍ତୁ ଏବଂ ଆସ୍ତେ ଆସ୍ତେ ଯେତେବେଳେ ସମୟ ପାଇବେ ଆକୁ ଟିକେ ହୋଲ୍ଡିଂ କରିକିରି ସମାନ ଭାବରେ ନିଶ୍ୱାସଟାକୁ ଛାଡ଼ିବେ ଲମ୍ବା, ପୁଣି ଟିକେ ସମାନ ଭାବରେ ନିଶ୍ୱାସ ନେବେ। ତାପରେ ଟିକେ ପାଣି ଫାଣିରେ ମୁହଁ ଧୋଇ ପକାଇବେ। ଦିନକୁ ଏମିତି ବାରମ୍ବାର କରନ୍ତୁ। ତାପରେ ଆସ୍ତେ ଆସ୍ତେ ଆପଣଙ୍କୁ ଯଦି ସମୟ ସୁବିଧା ହୁଏ ଆମେ ଆପଣଙ୍କୁ ଟିପ୍ସ ଦେଇ ଚାଲିବା। ମଣିଷର ମେନ୍ ହେଉଛି ଆମେ ସମସ୍ତେ ଦୁନିଆରେ ଚାଲିଯିବା। କୌଣସି ଜାତି, ଧର୍ମ, ବର୍ଣ୍ଣ ଏସବୁ ରହିବା ଦରକାର। ନ ରହିଲେ ସମାଜରେ ଶୃଙ୍ଖଳା ରହିପାରିବ ନାହିଁ। ଆପଣ ଯଦି ପରିବାରରେ ଯଦି ଗୋଟେ ଗାର୍ଡ଼ିଆନସିପ୍ ନ ରହିବ, ଗୋଟେ ସାନ ଭାଇ, ବଡ଼ ଭାଇ, ମଝିଆ ଭାଇ କି ଆପଣଙ୍କର ଭାଇ ବୋଉ, ଏସବୁ ଜିନିଷ ଯଦି ସିଷ୍ଟମ୍ ଆମର ନ ରହିବ, ଆମେ ଯେଉଁଟା ଏକ୍ସପେକ୍ଟ କରୁଛନ୍ତି ଆମେ ଚଲେଇଦେବା ବୋଲି ଚଲେଇ ପାରିବା ନାହିଁ। କିନ୍ତୁ ଯେଉଁଟା କୁସଂସ୍କାର ଅଛି ତାକୁ ଆମକୁ ହଟେଇବାକୁ ପଡ଼ିବ। ଆଉ ସବୁର ଇଏ ଆସିବ। ତେଣୁ ପାର୍ଟି ହେଇଛି, ଭୋଟ୍ ହେଇଛି, କି ରାଜନୀତି ହେଇଛି, କି ବ୍ୟବସାୟ ହେଇଛି, ସବୁକିଛି ଆମ ସୃଷ୍ଟି ଚଲେଇବା ପାଇଁ ହେଇଛି। ଇଏ ଦିନେ ରହିବ ଏବଂ ସମସ୍ତେ ଆସିଛନ୍ତି, କେହି ରହିବେନି, କିନ୍ତୁ ମାଟି ସେମିତି ଥିବ। ତେଣୁ ଆମେ କାହାକୁ ପ୍ରଶ୍ରୟ ଦେବା ନାହିଁ, ଅନ୍ୟାୟ ବିରୁଦ୍ଧରେ ହାତ ଟେକିବା। କିନ୍ତୁ ଯେଉଁଟାକ ଯେମିତି ସମାଜର ଅବସ୍ଥା ଅଛି ତାକୁ ନେଇକରି ଚାଲିବାକୁ ପଡ଼ିବ। ଆଉ ଆପଣମାନେ ଆସନ୍ତୁ, ସମସ୍ତେ କୋଅପରେସନ୍ କରିବା। ଆଉ ବିଶେଷ କରିକରି ମଣିଷର କାହିଁକି ଆସିଛି, କାହିଁକି ଧର୍ମ, ଏଇଟା କରିବା ମୋର ଅନୁରୋଧ। ଶେଷକୁ ଏଇ ମାଇଣ୍ଡଫୁଲ୍ ମେଡ଼ିଟେସନ୍ଟି ଆପଣ କରିବା ପାଇଁ ମୋର ବିଶେଷ ଅନୁରୋଧ। ରହିଲି, ନମସ୍କାର, ଜୟ ଜଗନ୍ନାଥ।